15 ଜାନୁଆରୀ सोमवार ହେଉଛି ମକର ସଂକ୍ରାନ୍ତି। ଏହି ପବିତ୍ର ଦିନରେ ଯଦି ଆପଣ ଧଣିଆକୁ ଏଇଠି ରଖିଦେଉଛନ୍ତି ତେବେ ମାନିକି ଚାଲନ୍ତୁ ଯେ ଆପଣଙ୍କର ଆର୍ଥିକ ସମସ୍ୟା ବିଲକୁଲ ବି ରହିବ ନାହିଁ ଏବଂ ବର୍ଷ ସାରା ଆପଣଙ୍କୁ ଧନ ମିଳୁଥିବ ଏବଂ ଆପଣ ଚାହୁଁଥିବା କାର୍ଯ୍ୟରେ ଠିକ୍ ଭାବେ ଆପଣଙ୍କୁ ସେ ସ୍ଥାନରୁ ଧନ ମିଳିପାରିବ ବା ସଫଳତା ଆପଣ ପାଇପାରିବେ। ତେବେ ଡେରି ନକରି ଆପଣ ଏହି ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ଭିଡ଼ିଓରେ କୁହାଯାଇଥିବା କଥାକୁ ଯଦି ପାଳନ କରୁଛନ୍ତି ତେବେ ଆପଣ ମାନିକି ଚାଲନ୍ତୁ ଯେ ଆପଣଙ୍କର ପଇସାକୁ ନେଇ କେବେ ବି କୌଣସି ପ୍ରକାରର ଅସୁବିଧା ହେବ ନାହିଁ ଏବଂ ଆପଣ ଚାହୁଁଥିବା ଜିନିଷକୁ କିଣିପାରିବେ ଏବଂ ଆପଣ ଯାହା ବି କିଛି କରିବା ପାଇଁ ଚାହୁଁଥିଲେ ସବୁ କାର୍ଯ୍ୟ ଆପଣ କରିପାରିବେ। ତେବେ ଡେରି ନକରି ଆସନ୍ତୁ ଆମେ ଜାଣି ରଖିବା ଯେ କେଉଁ ସବୁ ସ୍ଥାନ ଯଦି ଆପଣ ସେହି ସ୍ଥାନରେ ଏହି ମକର ସଂକ୍ରାନ୍ତି ସୋମବାର ଦିନ ଧଣିଆ କିଛି ରଖିଦେଉଛନ୍ତି ତେବେ ଆପଣଙ୍କର ଲାଭ ହୋଇପାରିବ ଏବଂ ଆଗାମୀ ସମୟରେ ଆପଣ ଧନୀ ହୋଇପାରିବେ। ତେବେ ଡେରି ନକରି ଏହି ଭିଡ଼ିଓଟିକୁ ଆପଣ ଗୋଟେ ଲାଇକ୍ କରନ୍ତୁ ଏବଂ ତଳେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ କମେଣ୍ଟଟିଏ ନିଶ୍ଚିତ ଭାବରେ କରନ୍ତୁ। ଫ୍ରେଣ୍ଡସ୍, ନମ୍ବର 1ରେ ଯେଉଁ ସ୍ଥାନ ରହୁଛି ତାହା ହେଉଛି ଆପଣଙ୍କ ଠାକୁର ଘରର ଉତ୍ତର ଦିଗ। ଯଦି ଆପଣ ନିଜ ଠାକୁର ଘରର ଉତ୍ତର ଦିଗରେ କିଛିଟା ଧଣିଆ ଥୋଇ ଦେଉଛନ୍ତି ମା ଲକ୍ଷ୍ମୀଙ୍କର ନାମ ନେଇ ବା ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ତେବେ ମାନିକି ଚାଲନ୍ତୁ ଯେ ଆପଣଙ୍କର ଆର୍ଥିକ ସମସ୍ୟା ବିଲକୁଲ ବି ରହିବ ନାହିଁ ଏବଂ ଆପଣ ଚାହୁଁଥିବା ସେ ସବୁ କାର୍ଯ୍ୟ ଧୀରେ ଧୀରେ ସଫଳ ହେବାକୁ ଲାଗିବ ଏବଂ ଆପଣ ଚାହୁଁଥିବା ପ୍ରାପ୍ୟ ସେ ସ୍ଥାନରୁ ଆପଣ ପାଇପାରିବେ। ତେବେ ଆପଣ ଏତିକି କରନ୍ତୁ ଯେ ଏହି 15 ଜାନୁଆରୀ ମକର ସଂକ୍ରାନ୍ତି ଦିନ ଆପଣ କିଛିଟା ଧଣିଆ ନିଜ ଠାକୁର ଘରର ଉତ୍ତର ଦିଗରେ ପକାଇ ଦିଅନ୍ତୁ ଏବଂ ଯଦି ଆପଣ ଏହାକୁ ଭୋର କିମ୍ବା ସନ୍ଧ୍ୟା ସମୟରେ କରୁଛନ୍ତି ତେବେ ଏହା ଆପଣଙ୍କୁ ଅଧିକ ଫଳପ୍ରଦ ହୋଇପାରେ। ତେଣୁ ଆପଣ ଧ୍ୟାନ ରଖନ୍ତୁ ଯେ ଏହି 15 ତାରିଖ ଦିନ ଭୋର କିମ୍ବା ସନ୍ଧ୍ୟା ସମୟରେ ଆପଣ କିଛିଟା ଧଣିଆକୁ ଯଦି ଆପଣ ନିଜ ଠାକୁର ଘରର ଉତ୍ତର ଦିଗରେ ପକାଇ ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ହୋଇପାରିବ। ଭୋର ବା ସନ୍ଧ୍ୟା ସମୟରେ ବ୍ରହ୍ମ ସମୟ ହୋଇଥାଏ ଏବଂ ଏହି ସମୟରେ ଆପଣ ଯାହାକୁ ବି ନିଜ ମନରେ ସ୍ମରଣ କରିଥାନ୍ତି ସେ ସାକ୍ଷାତ ପ୍ରକଟ ହୋଇଯାଇଥାନ୍ତି। ତେଣୁ ଆପଣ ଯଦି ଏହି ଦୁଇଟି ସମୟରେ ସାମାନ୍ୟ ବି ଧଣିଆ ଆପଣ ନିଜ ଠାକୁର ଘରରେ ଥୋଇ ଦେଉଛନ୍ତି ତେବେ ମାନିକି ଚାଲନ୍ତୁ ଯେ ଆପଣ ଚାହୁଁଥିବା ସେ ସବୁ କାର୍ଯ୍ୟ ଆପଣଙ୍କର ଚାହୁଁଥିବା ପ୍ରାପ୍ୟ ଆପଣଙ୍କୁ ମିଳିପାରିବ। ନମ୍ବର 2ରେ ଯେଉଁ ଜାଗା ରହୁଛି ତାହା ହେଉଛି ଆପଣଙ୍କ ଆଲମାରୀ, ଯେଉଁଠାରେ ଆପଣ ପଇସା କିମ୍ବା ଆପଣଙ୍କର ବହୁମୂଲ୍ୟ ଜିନିଷ ସବୁକୁ ରଖୁଛନ୍ତି। ଏହି ଜିନିଷ ସବୁ ଆପଣଙ୍କ ପାଇଁ ଖୁବ୍ ଦରକାରୀ ଅଟେ ଏବଂ ମୂଲ୍ୟବାନ ମଧ୍ୟ ଅଟେ। ତେବେ ଏହି ସ୍ଥାନମାନଙ୍କରେ ଯଦି ଆପଣ ସାମାନ୍ୟ ବି ଧଣିଆ ଏହି ମକର ସଂକ୍ରାନ୍ତି ସୋମବାର ଦିନ ରଖିଦେଉଛନ୍ତି ତେବେ ଆପଣଙ୍କର ଘରେ ମା ଲକ୍ଷ୍ମୀ ସାକ୍ଷାତ ବିରାଜମାନ କରିବେ ଏବଂ ଆପଣଙ୍କ ଅସୁବିଧାର ସମାଧାନ ସେ ନିଶ୍ଚିତ କାଢ଼ିଦେବେ। ତେଣୁ ଆପଣଙ୍କର ଯଦି ଗ୍ରହ ଦୋଷ ରହୁଛି ବା ଆପଣ କୌଣସି ସ୍ଥାନରେ ସଫଳତା ପାଇପାରୁନାହାନ୍ତି, ଚାକିରି ବା ବିବାହ ଭଳି ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ତେବେ ଏହି ଉପାୟ ଆପଣମାନଙ୍କୁ କରି ରଖିବାର ଆବଶ୍ୟକତା ରହିଛି। ତେଣୁ ଯଦି ଆପଣ ଏହି ମକର ସଂକ୍ରାନ୍ତିରେ ଏହି ଉପାୟ କରି ରଖୁଛନ୍ତି ତେବେ ପୁରା ବର୍ଷ ଆପଣଙ୍କୁ ଧନର ତ ଅସୁବିଧା ହେବ ନାହିଁ, ତାହା ସହିତ ଯେଉଁ ବି ସମସ୍ୟା ଦେଇ ଆପଣ ଗତି କରୁଥିଲେ ବା ଶାରୀରିକ କିମ୍ବା ମାନସିକ ଯେଉଁ ବି କିଛି ଅସୁବିଧା ଆପଣଙ୍କର ଲାଗି ରହୁଥିଲା ତେବେ ଆପଣ ମାନିକି ଚାଲନ୍ତୁ ଯେ ଆଗକୁ ଆସୁଥିବା ସେ ସବୁ ସମସ୍ୟା ଦୂର ହୋଇଯିବ। ଯଦି ଆପଣ ନିଜ ଆଲମାରୀରେ ବା ଯେଉଁଠାରେ ଆପଣ ପଇସା କିମ୍ବା ଆପଣଙ୍କର ଅତି ମୂଲ୍ୟବାନ ଜିନିଷ ରଖୁଛନ୍ତି ଏହି ସ୍ଥାନରେ ଆପଣ କିଛିଟା ଧଣିଆ ରଖିଦିଅନ୍ତୁ ଏବଂ ଏହାପରେ ଏହାର ଚମତ୍କାର ଗୁଣ ଆପଣ ନିଜେ ଦେଖିପାରିବେ। ମାତ୍ର କିଛିଟା ଦିନ ବା ସପ୍ତାହ 2 ସପ୍ତାହ ପରେ ଏହାର ଚମତ୍କାରୀ ଗୁଣ ଆପଣ ନିଜ ଆଖିରେ ଦେଖିପାରିବେ। ଆପଣଙ୍କର ଯେଉଁ ବି କାର୍ଯ୍ୟ ସବୁ ଅଟକି ରହିଥିଲା ସେ ସବୁ କାର୍ଯ୍ୟ ଧୀରେ ଧୀରେ ହେବାକୁ ଲାଗିବ ଏବଂ ଆପଣଙ୍କର ସବୁ ଦୁଃଖ ଦୁର୍ଦ୍ଦଶା ଧୀରେ ଧୀରେ କମ୍ ହେବାକୁ ଲାଗିବ ଏବଂ ଆପଣ ଖୁବ୍ କମ୍ ସମୟରେ ସୁଖୀ ଜୀବନଯାପନ କରିପାରିବେ। ତେଣୁ ଆପଣ ଏହି କାର୍ଯ୍ୟଟିକୁ ଥରେ ନିଶ୍ଚିତ ଭାବରେ କରିକି ଦେଖନ୍ତୁ ଏହି ମକର ସଂକ୍ରାନ୍ତି ଦିନ। ନିହାତି ଭାବରେ ଆପଣଙ୍କୁ କିଛିଟା ଲାଭ ପ୍ରାପ୍ତି ହୋଇପାରିବ। ନମ୍ବର 3ରେ ଯେଉଁ ସ୍ଥାନ ରହୁଛି ତାହା ହେଉଛି ଆପଣଙ୍କ ତୁଳସୀ ଚଉରା ତଳେ, ଯେଉଁଠାରେ ଆପଣ ତୁଳସୀ ଗଛ ଲଗାଇଛନ୍ତି ବା ଆପଣଙ୍କ ଚଉରାରେ କିଛିଟା ଧନିଆ ଆପଣ ନିଜ ଚଉରାର ତଳେ ପକାଇ ଦିଅନ୍ତୁ। ଯଦି ଆପଣ ତୁଳସୀ ଗଛର ତଳେ ବା ଚେର ପାଖରେ ଯଦି ଆପଣ କିଛିଟା ଧଣିଆକୁ ପକାଇ ଦେଉଛନ୍ତି ତେବେ ଏହା ମଧ୍ୟ ସମାନ ଲାଭପ୍ରଦ ହେବ ଏବଂ ଆପଣଙ୍କର ସବୁ ଦୁଃଖ ଦୁର୍ଦ୍ଦଶାକୁ ଏହା ମଧ୍ୟ ଦୂର କରିପାରିବ। ଆପଣଙ୍କର ରାହୁ କେତୁ ଭଳି ସମସ୍ୟା ଯଦି ଆପଣଙ୍କର ଲାଗି ରହୁଥିଲା, କୌଣସି ସ୍ଥାନରେ ଆପଣ ସମ୍ମାନ ପାଇପାରୁନଥିଲେ, ସବୁ ସ୍ଥାନରେ ଆପଣଙ୍କୁ ଦୁର୍ବ୍ୟବହାର କରାଯାଉଥିଲା, ତେବେ ଆପଣ ଯଦି ନିଜ ତୁଳସୀ ଗଛର ତଳେ କିଛିଟା ଧଣିଆ ଦେଇ ଦେଉଛନ୍ତି ତେବେ ଆପଣଙ୍କୁ ଖୁବ୍ ଶୀଘ୍ର ସମ୍ମାନ ମିଳିପାରିବ। ଆପଣ କେବଳ ନିଜ କର୍ମରେ ଧ୍ୟାନ ଦିଅନ୍ତୁ ଏବଂ ଯଦି ଆପଣ ଏହି ମକର ସଂକ୍ରାନ୍ତି ଦିନ ନିଜ ତୁଳସୀ ଗଛରେ କିଛିଟା ଧଣିଆ ସ୍ଥାପନ କରୁଛନ୍ତି ତେବେ ଏହା ମଧ୍ୟ ଏକ ଶୁଭ ବା ପ୍ରତୀକ ହୋଇଥାଏ ଯେ ଆପଣଙ୍କୁ ଆଗକୁ ଆସୁଥିବା ସମୟରେ କିଛିଟା ଲାଭ ମିଳିବା ପାଇଁ ଯାଉଛି ଏବଂ ଆପଣ ଯଦି ନିଜ କର୍ମକ୍ଷେତ୍ରରେ ପ୍ରଶଂସାର ପାଉନଥିଲେ ତେବେ ଆଗାମୀ ସମୟରେ ଆପଣ ସେଠାରୁ ପ୍ରଶଂସା ପାଇପାରିବେ।
आपण मात्र निज कर्म को ठीक भाव कर आवश्यकता रही आपण काम को जदि आपण भगवान विष्णु एवं माँ लक्ष्मी को स्मरण करी करंतु एवं आसुवा समयटी आपण निहाती भाव में खूब लाभप्रद रहिबो। तेणु आपण जदि एही तीनोटी जिनस मध्यरु जो भी स्थान रे आपण धनिया रखिदेउछंती आपणक पई समान लाभप्रद हेबो एवं पूरा वर्षरे आपणकर आर्थिक समस्या तो दूर होई जिवो। ता सहित जहाँ भी किसी समस्या आपणकर लागि रहुथिला ता पारिवारिक बा जहाँ भी आपण जो समाज रे करुथिले निज कार्य संस्था रे करुथिले से सब मध्य धीरे धीरे दूर जिवो एवं आगामी जीवन यापन करि परिबे। एबे फ्रेंड्स जदि आपण हमर एही भिडियोटी रु आपणको किछि शिखबा पाई मिलिछि तेबे एहाकु गोटे लाइक करंतु एवं तळे कमेंट बॉक्स रे जय माँ लक्ष्मी निहाती भाबरे कमेंट करि रखंतु। धन्यवाद।